ବିଜେଡ଼ିର ଜଣେ ଅଧେ ନେତା ଗୋଟେ ପାରାଲାଲ ଗୋଷ୍ଠୀ ବନାଇଲେ ମୁଁ ତାଙ୍କ ନାଁ କହିକରି ତାଙ୍କୁ ପ୍ରଚାର କରିବି ନାହିଁ। ସେ ପାରାଲାଲ ଗୋଷ୍ଠୀ ସବୁବେଳେ 5 ବର୍ଷ ମୋତେ ବିରୋଧ କଲେ କିଛି ମୁଷ୍ଟିମେୟ ଲୋକ, କିନ୍ତୁ ସର୍ବସାଧାରଣ ଜନତା ଜୟଦେବ ନିର୍ବାଚନ ମଣ୍ଡଳୀ ମୋର ଗୁରୁଜନ ମାନେ ଭୋଟର ମାନେ ମା ମାନେ ସମସ୍ତେ ମୋତେ ଭଲ ପାଆନ୍ତି। ସେମାନେ ମୋତେ ବିଧାୟକ ଭାବନ୍ତି ନାହିଁ, ଭାବନ୍ତି ତାଙ୍କର ପରିବାର ଜଣେ ସଦସ୍ୟ। ମୁଁ ତାଙ୍କ ପାଇଁ 365 ଦିନ କାମ କରେ, ରାତି ଦିନ ସବୁବେଳେ ମୋ ଦ୍ୱାର ତାଙ୍କ ପାଇଁ ଖୋଲା ଥାଏ। ମୁଁ କେବେ ନେଗେଟିଭ ଲୋକ ନୁହେଁ, ପଜିଟିଭ ଲୋକ। ସେଥିପାଇଁ ସେମାନେ ମୋତେ କହିଲେ ଆପଣ ପୁଣି ଯାଆନ୍ତୁ ବିଜେପିକୁ ସାମିଲ ହୁଅନ୍ତୁ, ବିଜେପିରେ ଆପଣମାନଙ୍କୁ ଆମେ ଆପଣ ବିପୁଳ ଭୋଟରେ ଜୟଯୁକ୍ତ କରାଇବୁ, ଏଠି ଥିଲେ ଆପଣଙ୍କୁ କାମ କରାଇ ଦେବେ ନାହିଁ। ଜୟଦେବରେ ମୋଦି ଗ୍ୟାରେଣ୍ଟି କାମ କରିବ। ମୋଦିଜୀଙ୍କ ଯୋଗୁଁ ହିଁ ତ ଭାରତବର୍ଷରେ ଆଜି ସବୁଆଡ଼େ କମଲ ଫୁଟିବ, ସବୁଆଡ଼େ ପଦ୍ମ ଫୁଟିବ। ଧନ୍ୟବାଦ ଦେବି ରାଷ୍ଟ୍ରୀୟ ସଭାପତି ନड्डाजीଙ୍କୁ, ଯଶସ୍वी ପ୍ରଧାନମନ୍ତ୍ରୀଜୀଙ୍କୁ ନରେନ୍ଦ୍ର ମୋଦିଜୀଙ୍କୁ, କେନ୍ଦ୍ରମନ୍ତ୍ରୀ ଧର୍मेंद्र प्रधान जी को एवं आमर राज्य सभापति श्रीयुक्त मनमोहन सामल जी को, आमर भुवनेश्वर सांसद अपेक्षा षडंगी को से मो पर कॉन्फिडेंस रखी विश्वास रखिक से मत जयदेव निर्वाचन मंडली विधायक प्रार्थी भाव में लड़ाई मत घोषणा करिसंती एवं विशेष भाव में मुझे आस्था भाजन हेबी। निश्चित भाव में चेष्टा करी विपुल भोट्रे आम जययुक्त होगापाई कि बिल्कुल मो मते साधारण समस्ते भल पाती। गोटे मुष्टिमेय केते लोक जो माने मु एमएलए हेबा परे माने पारालाल गोष्ठी बनाई देले